ରହିଲେ ବନ ବଞ୍ଚିବେ ଜନ। ଓଡ଼ିଶା ପ୍ଲସ୍ ଖବର ହିଁ। ଲୋହରାଖଣ୍ଡି ସାହିତ୍ୟ ସଂସଦର ମାସିକ କବିତା ଆସର ଓ ପୁସ୍ତକ ଚର୍ଚ୍ଚା। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ମାସିକ କବିତା ଆସର ଓ ପୁସ୍ତକ ଚର୍ଚ୍ଚା ଭଞ୍ଜନଗର ପ୍ରଗତିନଗର ସ୍ଥିତ ବ୍ରହ୍ମକୁମାରୀ ଗୀତା ପାଠଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଳପାଣି ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଅତିଥି ସ୍ୱାଗତ କରିଥିବା ବେଳେ ପ୍ରଦୀପ କୁମାର ସାସମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଦସ୍ୟ ରଜନୀ ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଉପସଭାପତି ସୁଭାଷ ଚନ୍ଦ୍ର ତାରିଣୀ ଏବଂ କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ 45ତମ ଜନ୍ମଦିନ ପାଳନ କରାଯାଇଥିଲା। ସିଆରସିସି ତଥା ପ୍ରକୃତି ବନ୍ଧୁ ଦ୍ୱିତୀୟ କୃଷ୍ଣ ଲେଙ୍କା ଶ୍ରୀଯୁକ୍ତ ବେବର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ତାଙ୍କର ପୁସ୍ତକ ଆମ ପରିବେଶକୁ ଭଞ୍ଜଜ୍ୟୋତିର ସମ୍ପାଦକ ସୁନୀଲ କୁମାର ପାଣି ସମୀକ୍ଷା କରିଥିଲେ। 25ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ କବିତା ପାଠ କରିଥିଲେ। ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ଆମ ପରିବେଶ ପୁସ୍ତକ ସହିତ ବୃକ୍ଷ ପ୍ରଦାନ କରାଯାଇଥିଲା। କବି ଲୋପାମୁଦ୍ରା ରଥ କବିତା ସଂଯୋଜନା କରିଥିବା ବେଳେ କବି ରଞ୍ଜୁଲତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହ ମିଡିଆରେ ସଂଯୋଜକ ରଞ୍ଜିତା ଜେନା, ପ୍ରଫୁଲ୍ଲ କୁମାର ମହାରଣା, ନବକୁମାର ବିଶୋଇ, ପାର୍ଥସାଇ ବେବର୍ତ୍ତା, ସ୍ନେହସ୍ମିତା ଆରୁଖ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଞ୍ଜାମ ଭଞ୍ଜନଗରରୁ ପ୍ରଫୁଲ୍ଲ କୁମାର ମହାରଣାଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍ ନ୍ୟୁଜ୍।